ହ୍ୟାଲୋ। ହ୍ୟାଲୋ। କିଏ ହେମନ୍ତ କହୁଛ କି? ହଁ ଗୁଲଫାମ ସାର୍ କୁହନ୍ତୁ। ଆରେ କଣ ମୁଁ ମନା କରି ଯାଇଥିଲି, କଣ ରାତି ଅଧରେ ତମ ଗାଡି ନେଇକି ଯାଉଛ? ଗାଡି ରୋଡ କୁ ଆସିବ ମାନେ କାଚ ଭାଙ୍ଗି ଦେଇ ମାରିକି, ମନେ ରଖିଥିବ, କହିଦଉଛି। ଆଜ୍ଞା ସାର୍ ଗୁଲଫାମ ସାର୍ ଶୁଣନ୍ତୁ ସାର୍, ଯୋଉ ଆମର ଯିଏ ଗୌରାଙ୍ଗ ସାର୍ ଯୋଉ ଅଛନ୍ତି ଯୋଉ ଆମର କିଏ କୋଉ ଗୌରଙ୍ଗ ଫୌରଙ୍ଗ ମୁଁ କାହାକୁ ଚିହ୍ନି? କ୍ଲାଇଣ୍ଟ ଯିଏ, ସେ କହିଲେ ଗୁଲଫାମ ସାର୍ ଆମ କଥାବାର୍ତ୍ତା ଆମର ହେଇଯାଇଛି। ତାକୁ କୁହ, ସେ ବି ଆସିବ, ଏଇଠି ଆସିବ, ଏଠି ବସିକି କଥା ହବ। ଫୋନରେ କାହା ସହିତ କଥା ହେବିନି ମୁଁ। ନା ନା ସେ ମୋର ଗୌରାଙ୍ଗ ତାଙ୍କ ସହିତ କିଛି ଅସୁବିଧା ନାହିଁ। ତମ ମାଲିକ ଏଠିକି ଆସିବ, ତାପରେ ବୁଝିବି। ହେଲା, ଗାଡି ତେବେ ଯାଏ ଭିତରୁ ଥିବ। ଆଉ ଯଦି ମତେ ବିନା ପଚାରି ଗାଡି ବାହାର ଥିବ, ଏଥର ଗାଡି ଯୋଉଠି ଯିବା ଆସିବା ହଉଥିବ, ଡାଇରେକ୍ଟ କଣ ହବ ତମେ ତମର ବୁଝିବ। ହେଲା, ବୁଝିପାଇଲ କଥା? ଆଜ୍ଞା ଗାଡି ରାତିରେ ବାହାରିବନି କହିଦଉଛି। ରାତିରେ ବାହାରିଥିବ, ଯିଏ କହିଥିବ ଗାଡି ବାହାରୁ ନେଇକି ଯିବାକୁ, ଆଉ ରାସ୍ତାରେ ଯୋଉଠି ଧରା ପଡିଲା, ତାପରେ ଗାଡିର ଅବସ୍ଥା ଆଉ ତମ ଅବସ୍ଥା, ଦି ଜଣ କଥା ବୁଝିବେ। ହେଲା, ନା ନା ସାର୍ ଏବେ ପୁଣି ସାର୍ କଣ କରିବା ପୁଣି? କଣ? ଗୁଲଫାମ ସାର୍ ଏବେ ପୁଣି କଣ କରିବା? କିଛି କରିବନି, ତମ ମାଲିକ କୁହ ଏଠିକି ଆସିବ। ତମ ମାଲିକ ଏଠି ଆସିଲା ପରେ ବତେଇବି କଣ କରିବା। ତମ ମାଲିକ କହିଯିବ ଥାନାରେ କେସ୍ ଦବ, ଯା ମୋ ନାଁରେ ଦେଇଦବୁ କେସ୍, ଯା କହିଦବ। ଆଉ ମୁଁ ଜାଣିନି ମାଲିକ କହିଲା, ଅର୍ଡର ଦେଲା, ସେ ସବୁ ଶୁଣିବିନି। ରାଜି ତ? ଆମକୁ ସାର୍ ଗାଡି ଛାଡନ୍ତୁ, ଆମେ ନେକ୍ସଟ ଟାଇମ ଯେତେବେଳେ ତାଙ୍କର କମ୍ପ୍ଲିଟ କରିବେ ଆପଣଙ୍କୁ ଆମେ କଲ୍ କରିବୁ କି କଣ କରିବୁ କି ନାଇଁ ଆପଣ? ନାଇଁ ନାଇଁ ନାଇଁ, ସେ କଂକ୍ରିଟ ଯଦି ଡାକି ଡାକି ବି ମରିଯିବ, ତମେ ଦବ ନାହିଁ କଂକ୍ରିଟ। ମୁଁ ତମକୁ ମନା କରୁଛି, ଯେବେ ପର୍ଯ୍ୟନ୍ତ ତମ ମାଲିକ ଆସିକି ମୋ ସହିତ ଏଠି କଥା ନହବ, କଂକ୍ରିଟ ଏଠି ପଡିପାରିବନି। ଖାଲି ଏଠି ନୁହଁ, ମୁଁ ଦେଖିବି ଯୋଉଠି ଆଉ କୋଉଠି ପକେଇବ, ସେ ବି ହଇରାଣ ହବ, ସେଠି ବି ହଇରାଣ ହବ। ତମ ମାଲିକକୁ କହିଦବ, ତା ବେଳା ଖରାପ କରିଦେବି ପୁରା, ତା ବେଳା ଖରାପ କରିଦେବି। ସେ ଜାଣିନି ମତେ, ଯୋଉ ରଙ୍ଗ ଦେଖେଇକି ଛୋଡି କଥାବାର୍ତ୍ତା କରିଛି, ତା ବେଳା ଖରାପ କରିଦେବି ମୁଁ। ବୁଝିଲ? କହିଦବ ତମ ମାଲିକକୁ। ତୁ କହିନୁ ବରମୁଣ୍ଡାରୁ ବି ଅଟକେଇଦେବି। ହେଲା, ଯେବେ ପର୍ଯ୍ୟନ୍ତ ସର୍ଟ ଆଉଟ୍ ହବନି ଆମେ ଗାଡି ଛାଡିବୁନି। ଆଜି ଗାଡି କାହିଁ ପଠେଇଛନ୍ତି? ଆମର ସାର୍ଙ୍କର ନମ୍ବର ଅଛି କି ଭାଇ? କୋଉ ସାର୍? ସିଦ୍ଧାର୍ଥ ସାର୍। ସେଟା ସଳା ଚୋରଟା ମା ଆଜ୍ଞା, ତା ସହିତ କଣ କଥା ହେବି? ତା ଗାଣ୍ଡି ଫାଟୁଛି ବୋଲି ଆସୁନି ମାଗିଆ ଏଠିକି। ମାଗିଆ ରୋଡରେ ଯିବନି ଗାଡି, ଫଟେଇ ଦେଇ ମାଗିଆ ମାରିକି ତମ ସମସ୍ତଙ୍କର ଗାଣ୍ଡି। ହେଲା, ମାଗିଆ ସିଦ୍ଧାର୍ଥ ସାରେ, ତା କହିବ ଏମିତି କହିଛି ମୁଁ। ହେଲା, କଣ ଛୋଡିଆରେ ମୋ ଛୋଡିବ ସେ। ଦି ଦିନ ପରେ କଥା ହବ। ସାର୍ ଆସିଲେ ପଛେ ଆପଣଙ୍କୁ ଦେଖା କରିବେ ପଛେ, ଏବେ ବର୍ତ୍ତମାନ କଣ କରିହେବ କୁହ? ଯଦି କିଛି ସର୍ଟ ଆଉଟ୍ ହେଇପାରିବ ତାହେଲେ ଗାଡି ଗୁଡା ସବୁ ନାଇଁ, ବାହାର ଏବେ କରିଦେବ। ସର୍ଟ ଆଉଟ୍ କିଛି, ତମକୁ ବା ମନା କରିଥିଲି, ଯେବେ ପର୍ଯ୍ୟନ୍ତ ସର୍ଟ ଆଉଟ୍ ହବନି ତମ ଗାଡି ପଠେଇବନି। ତମେ କାହିଁ ପଠଉଥିଲ ଗାଡି? ଦେଖନ୍ତୁ ସାର୍ କଣ ହେଇପାରିବ ଯଦି କରନ୍ତୁ। କିଛି ହେଇପାରିବନି, ହେଇ କଣ ପାରିବ ଆଉ? ମୁଁ ବା ତାକୁ ମନା କରିକି ଯାଇଥିଲି, କାଲି ରାତିରେ ଆସିଲା ବେଳକୁ ସେମାନେ ରାତି ଅଧରେ ହାଲକେଇକି କାଢୁଥିଲେ ଗାଡିଟାକୁ। ଆଚ୍ଛା, ଏବେ ସାର୍ କଣ କରିହବ କୁହନ୍ତୁ? ଆମ ଦ୍ୱାରା କିଛି ହେଇପାରିବ, ଆମେ କଣ ସେ ବିଷୟରେ ଡିସ୍କସନ୍ କରିପାରିବା ଯଦି? ଏବେ ହେଇପାରିବ, ତମ ମାଲିକକୁ କୁହ ଆସିବ, ଏଠି ସାଇଡରେ କଥା ହବା। ସାର୍ ଆସିବାକୁ ଟାଇମ୍ ଲାଗିବ ନା, 2-3 ଦିନ ଟାଇମ୍ ଲାଗିବ। ସାର୍ ଆସିଲା ଆପଣଙ୍କୁ ଦେଖା କରିବ, କିଛି ଅସୁବିଧା ନାହିଁ। କିନ୍ତୁ ଏବେ ଯଦି ଆମ ଦ୍ୱାରା କଣ ହେଇପାରିବ କରନ୍ତୁ, ଆମେ ଚେଷ୍ଟା କରିବା ସେ ଜିନିଷ। ଆପଣ କଣ ଯାହା କହିଲ? ବୋଲେ ଏବେ ଯଦି ଆମ ଦ୍ୱାରା କଣ କିଏ ହେଇପାରିବ? କିଏ ଜିମା କିଏ ନବ? ତମେ ନବ ଜିମା? ଆମ ମ୍ୟାନେଜମେଣ୍ଟ ଟିମ୍ ସବୁ ହଁ, ଯିଏ ଦାୟିତ୍ୱ ନବ ତାକୁ ପଠାଅ ଏଠିକି, ହଁ, ସାଇଡ୍ କି ମୁଁ ପଠାଅ। କହିଲି ସେ ତ ଯାହା ଆପଣଙ୍କ ଆମାଉଣ୍ଟ ଥିବ ଯାହା ଥିବ ଏତିକି ନାଇଁ ଡିସ୍କସନ୍ ନାଇଁ, କରିଥିବ। ଆମାଉଣ୍ଟ ଫାମାଉଣ୍ଟ କିଛି ନାହିଁ। ଯିଏ ଦାୟିତ୍ୱ ନବ ତାକୁ ଏଠିକି ପଠାଅ ପ୍ରଥମେ। ଆମାଉଣ୍ଟ ଫାମାଉଣ୍ଟ କିଛି କଥା ନୁହଁ। ଠିକ୍ ଅଛି। ଆମାଉଣ୍ଟ ଯଦି ତମେ ଗୋଟେ କାମ କରିବ, ଯେତେବେଳେ ଯୋଉ କଣ କହୁଥିଲି, ହଁ, ଯେତେବେଳେ ତ ମ୍ୟାନେଜମେଣ୍ଟ ଟିମ୍ ଆସିବେ, ହେଲା, ଆଜ୍ଞା ତାଙ୍କ ହାତରେ ହିସାବ କରି ଷ୍ଟାର୍ଟିଂ ରୁ ଆଜି ପର୍ଯ୍ୟନ୍ତ କେତେ ଟ୍ରିପ୍ ମାଲ ଆଇଛି, କେତେ ଏମଜିକୁ ମାଲ ଆଇଛି, ଟୋଟାଲ ହିସାବ କରିକି ନେଇକି ଆସିବ। ହେଲା, ଆଜ୍ଞା ଗୁଲଫାନ ସାର୍, ଠିକ୍ ଅଛି। ହଁ ହଁ। ଆଜ୍ଞା, ଆଉ ସାର୍ କଣ କରିହବ ଯଦି ସେଇ ଜିନିଷ, ଆଉ କଣ କହୁନାହାନ୍ତି ସେଇ ଜିନିଷ କରିପାରିବ? କହିଲି ବା କେତେଟା ଗାଡି ମାଲ ଆଇଛି, କେତେ ଏମଜିକୁ ମାଲ ଟୋଟାଲ ଦେଇଛ ତମେ ଏବେ ପର୍ଯ୍ୟନ୍ତ। ଆଜ୍ଞା ହେଲା, ତାର ହିସାବ ଦବ। ହିସାବ ଦେଲା ପରେ କଥା ହବା। ତମ ହିସାବ, ଏପଟେ ଖାତା ଯୋଉ ସାଇଟ ର ହିସାବ, ଦିଟାକୁ ମିଶେଇବା, ଦେଖିବା କାଲି କରୁଛୁ କି ନାଇଁ, ତାପରେ କଥା ହବା। ଆଜ୍ଞା ସାର୍, ଠିକ୍ ଅଛି। ଆଜ୍ଞା। ହଁ।